ସିଏ କହିଲେ ଯଦି ତୁ ଆଜି ନ ଯିବୁ ତାହେଲେ ମୁଁ ଏଇଠି ମରିଯିବି। ମତେ କ'ଣ କରେ ମାରି ପିଟିକି ଧମକ ତମକ ଦେଇ ଟଙ୍କା ପଇସା ଗାଡ଼ି ମଟର ପିଟିକି ସବୁ ଇଏ ପାନରେ କରେ ମୋ ସ୍ୱାମୀ। ଟଙ୍କା କ'ଣ ହେଲେ ତ କହିଲେ ତୁ ଯଦି କ'ଣ ଦଦି ଆଦତ କରିବୁ ତତେ ମାରି ଦେଉଛି। ଅନଲାଇନରେ କଥା ହଉଥିଲି। ପରକ୍ରିୟା ପ୍ରୀତି ପଡ଼ିଲା ମହଙ୍ଗା। ଅନଲାଇନ୍ର ପ୍ରେମ ପାଇଁ ଘୋଣା ପେଡ଼ିଲେ ପ୍ରେମିକ ପ୍ରେମିକା। ମୋବାଇଲରେ ଅନଲାଇନ୍ରେ ପ୍ରେମ କରି ଜଣେ ବିବାହିତା ପୁରୁଷ ଓ ଜଣେ ବିଧବା ମହିଳା ହୀନସ୍ତା ହେବାର ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଗୋଇନ୍ଦା ଥାନା ଅନ୍ତର୍ଗତ ଚିରୁଲେଇ ଗ୍ରାମର ପ୍ରେମିକ ରମେଶ ବେହେରା, ଭୁବନ ଥାନା ଅନ୍ତର୍ଗତ ଗୋଡ଼ା କାଶୀପୁର ଗ୍ରାମର ସ୍ୱର୍ଗତ ପ୍ରସନ୍ନ ନାୟକଙ୍କ ବିଧବା ପତ୍ନୀ ସଙ୍ଗୀତା ନାୟକଙ୍କ ମଧ୍ୟରେ ମୋବାଇଲ ମାଧ୍ୟମରେ ଅନଲାଇନ୍ ପ୍ରେମ ଆରମ୍ଭ ହୋଇଥିଲା। ତତ୍ସହିତ ଅପରପକ୍ଷରେ ଏହି ପ୍ରେମ ସାଗରରେ ଉବୁଡୁବୁ ହୋଇ ରମେଶ ତାର ଗାଡ଼ି ମଟର ସବୁକିଛି ବିକ୍ରି କରି ପ୍ରେମରେ ମଜା ଓ ମସ୍ତି କରୁଥିଲେ। ରମେଶ ବେହେରାଙ୍କ ସ୍ତ୍ରୀ ସନ୍ଦେହ କରିବାରୁ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ମତଭେଦ ଦେଖାଯାଉଥିଲା। କିଛି ଦିନ ପରେ ରମେଶଙ୍କ ପତ୍ନୀ ସାରୀ ବେହେରା ଘଟଣା ସମ୍ପର୍କରେ ପଚାରିବାରୁ ରମେଶ ନୀତିମତ ମାଡ଼ପିଟ କରନ୍ତି। ମାଡ଼ ଖାଇଲା ପରେ କିଛି ଦିନ ଚୁପ୍ ହୋଇଯାଇଥିଲେ ପତ୍ନୀ ସାରୀ ବେହେରା। ସ୍ୱାମୀଙ୍କର ରଙ୍ଗଢଙ୍ଗ ଦେଖି, ସ୍ୱାମୀଙ୍କ ହାବଭାବ ଦେଖି ଅଧିକ ସନ୍ଦେହ ହେବାରୁ ପତ୍ନୀ ସାରୀ ବେହେରା ସ୍ୱାମୀଙ୍କ ମୋବାଇଲ ରଖିଦେଲେ। ସାରୀ ଜାଣିବାକୁ ପାଇଲେ ପ୍ରେମୀ ଯୋଡ଼ି 16 ଦିନ ହେବ କୋଣାର୍କରେ ରହୁଛନ୍ତି ଓ କୋଣାର୍କରେ ରହି ସି ବିଚ୍ରେ ହନିମୁନ୍ ମନାଉଛନ୍ତି। ଏହି ଘଟଣା ତାଙ୍କ କାନକୁ ଆସିବା ପରେ ଗଦିଆ ଥାନାରେ ଲିଖିତ ଭାବରେ ଜଣାଇଥିଲେ। ଏହାପରେ ସାରୀ ବେହେରା ନିଜ ସ୍ୱାମୀକି କେମିତି ଜାଲରେ ପକାଇବେ ତାହାର ପ୍ରୟାସ ଆରମ୍ଭ କରିଥିଲେ। ଯୋଜନା ମୁତାବିକ ସ୍ୱାମୀଙ୍କୁ ଫୋନ କରି କହିଲେ, ମୁଁ ତୁମ ଦୁଇ ଜଣଙ୍କ କଥା ଜାଣିସାରିଲେଣି। ତମେ ଦୁଇ ଜଣ ଘରକୁ ଆସ, ମୁଁ ତୁମ ସହିତ ରହିବି। ଆମେ ତିନି ଜଣ ସାଙ୍ଗ ହୋଇ ରହିବା। ସ୍ୱାମୀ ଏକଥା ଶୁଣିବା ପରେ ଖୁସିରେ ଦ୍ୱିତୀୟ ସ୍ତ୍ରୀ କି ହନିମୁନ୍ରୁ ଧରି ଫେରିଲେ ଘରକୁ। ଫେରିବା ପରେ ସ୍ୱାମୀ ସ୍ତ୍ରୀଙ୍କର କ'ଣ ହେଲା ଆପଣମାନେ ଦେଖନ୍ତୁ। ଏ ହେଉଛି ସ୍ୱାମୀ ସ୍ତ୍ରୀଙ୍କର ବାସ୍ତବିକ ଚିତ୍ର। ରମେଶ ବାବୁଙ୍କ ଦୁଇ ପୁଅ। ରମେଶ ବାବୁଙ୍କ ଦୁଇ ପୁଅ ବାହା ହେଇସାରିଛନ୍ତି। ହେଲେ ଏ ବୟସରେ ରମେଶ ବାବୁ ପୁଣି ବାହା ହେବାକୁ ଯାଉଛନ୍ତି। ପୁଣି କୋଣାର୍କରେ ହନିମୁନ୍ କଲା ପରେ ଆଜି ନିଜ ଜାଲରେ ନିଜେ ଫସିଛନ୍ତି। ଆସନ୍ତୁ ଦେଖିବା କେମିତି ଥିଲା ରମେଶ ବାବୁଙ୍କର ହନିମୁନ୍ ପ୍ରକ୍ରିୟା।
ନାଁ ସାରି ବେହେରା। ଘର କୋଉଠି? ମୋ ଘର ହଉଛି ଚିଡେଇ, ଚିଡେଇ। ମୋ ଶାଶୁଘର। ମୋ ବାପ ଘର ହଉଛି ସନ୍ତସରା। ଆଉ ସେ ମତେ କଣ କରେ ମାରି ପିଟିକି ଧମକ ଚମକ ଦେଇ ଟଙ୍କା ପଇସା ଗାଡି ମଟର ବିକିକି ସବୁ ଇଆକୁ ଦିଏ। ଇଏ ପାନରେ ପଡି ମୋ ସ୍ୱାମୀ, ତାଙ୍କ ନାଁ ରମେଶ ବେହେରା। ତମ ଘର କୋଉଠି? ମୋ ଶାଶୁଘର ଚିଡେଇ। ଯେ ମୋ ସ୍ୱାମୀ ଯୋଉଦିନ ଗଲେ କି ଟାଟାଇସି ଫାଟାଇସି ବିକି ଦେଲେ ସବୁ ଟଙ୍କା କଣ ହେଲା ତ କହିଲେ ତୁ ଯଦି କଣ ବଦିବାଦ କରିବୁ ତତେ ମାରିଦେ। ଜାଣିଥିଲ ସେ ଭଲ ପାଉଛନ୍ତି? ନାହିଁ, ମତେ ଖାଲି ଟର୍ଚର କରନ୍ତି। ମୁଁ ଏଠି କଣ ଦିନେ ସାର୍ ମୋବାଇଲ ତାଙ୍କଠୁ ରଖିଲି ଯେମିତି ସେ ନୁଚିକି ସେଦିନ ପଳେଇଲେ ଇୟାକୁ ଧରିକି। ଏଟା 15 ଦିନ ଖଣ୍ଡେ ହେଲାଣି ଯାଇଁଲ କି ଆସିକି ଏଫଆଇଆର ଦେଇଥିଲି। ମହିଳା ସଙ୍ଗେ ଯାଇଥିଲି। ସେଠୁ ଆଜି ତାଙ୍କୁ ପ୍ୟାନରେ ଫୋନ କଲାଠୁ ଡାକିଲାଠୁ କହିଲା ଆଉ ଆମେ ଘର ଭଡା ନେଇ ରଖିବୁ, ତତେ ରଖିକି ତାକୁ ରଖିବୁ। ମୋ ଛୁଆ ପିଲାଙ୍କୁ ଛାଡି ମୁଁ କେମିତି ରହିବି? ମୋର ଯୋଡ଼ିଏ ପୁଅ, ତାଙ୍କୁ ହେଇଗଲାଣି ବାହା ସାଗର କରିଛି। ବଡ ପୁଅକୁ କୋଉଠିକି ବାହାଘର କରିଛ? ଏଇଦିନ ଆମ ଶାଶୁ ବିରାଡିଆ। ସାନ ପୁଅକୁ ବାହାଘର କରିଛି ଏଇ ଯୋଉ କାଇମାଟି ବେଲଟି। ହଁ, ଝିଅ ସାର ନାହାନ୍ତି। ସବୁବେଳେ ଧନ ଦୋକାନ ପାଇଁ ଯେମିତି ମାରିବ, ଖାଇ ଲୁଗା ଖଣ୍ଡେ ଦବନି, ପେଟା ସବୁ ଦବ ଇଆକୁ। ସେ ଆଜ୍ଞା କେତେ ଦିନ ହେଲା ତାଙ୍କ ଭିତରେ ସମ୍ପର୍କ ଯୋଉଦିନ ଯାଉଛି 4-5 ମାସ କହୁଥାଏ ମାଇକିନା ସେ 4 ମାସରୁ ମୋ ସ୍ୱାମୀ ମତେ ସବୁବେଳେ ମାରନ୍ତି ଡରନ୍ତି। ମୁଁ ଡରିକି ମୋର ବାପ ନାହିଁ ନା, ଖାଲି ଭାଇ ଦିଏ, ମା ଦି ରାନ୍ଧିକି ମୁଁ ଡରି ମରିକି କିଛି କୁହେ ନାହିଁ। ମାରି ମୁରା ଦବ କି କଣ କରିବେ ବୋଲି ମୋ ପୁଅ ମାନେ କହିବେ ତତେ ମାରୁଛି। ଆମେ ତାଙ୍କୁ କହିଲୁ, ସେ ଆମକୁ ଫୋନ କଲେ। ସେଠୁ କହିଲେ ଆଉ ମୋ ପାଇଁ ମୁଁ ତମକୁ ରଖିବି ତାକୁ ରଖିବି। ସେଠୁ ଆମେ କହିଲୁ ହଁ ରାଜି ହେଇଗଲୁ ତାଙ୍କ କଥାରେ। ଆମେ କହିଲି ଆସନ୍ତୁ ସାର୍ କହିଛନ୍ତି ନା ଆମକୁ ତମେ ଧରି ଆଣିକି ଏଠିକି ଆଣିବ ତାଙ୍କୁ। ତମେ ତାକୁ ବାଡେଇଲ କଣ ପାଇଁ? ବାଡେଇଲି, ମତେ ବହୁତ ରାଗ ନାଇଲା। ସେଠୁ ଏଇଠୁ ରାଗ ନାଇଲାରୁ ସାର 2 ଚାପୁଡା ମାଇଲି। ଆଉ ଦିହ ସଉନି, ଗୋଟେ ଅନ ସ୍ତ୍ରୀ ସମସ୍ତେ ହେଇଥିଲେ ତମ ଦିହ ସଅନ୍ତାଇ। ମୁଁ ସେଇଟା ତାଙ୍କୁ ବୁଝେଇଲି। ସିଏ କହିଲେ ଯଦି ତୁ ଆଜି ନ ଯିବୁ ତାହେଲେ ମୁଁ ଏଇଠି ମରିଯିବି। ତମର କେତେ ଦିନ ହେଲା ଏଫଆଇଆର ଚାଲିଥିଲା? ଅନଲାଇନରେ କଥା ହଉଥିଲୁ, ତଥାପି କେତେ ଦିନ ହେଇଗଲାଣି? କେତେ ଦିନ ହେଲା? କେତେ ଦିନ ହେଲା କଥା ହଉଥିଲା? କେତେ ଦିନ ହେଲା ଯୋଗାଯୋଗରେ ଥିଲା? କୋଉଠୁ ଦେଖା ହେଲା କହିଲ ତାଙ୍କ ସାଙ୍ଗରେ ତମର? ଦେଖା ହେଇନାହିଁ। ଅନଲାଇନରେ ଦେଖା ଦେଖି। ଆଚ୍ଛା, କେତେ ଦିନ ହେଲା ଫୋନରେ କଥା ହଉଥିଲ? ଆରେ ଯାହା ହେଇଛି କୁହ ନା, କିଛି କେତେ ଦିନ ହେଲା କଥା ହଉଥିଲ ଫୋନରେ? କେତେ ଦିନ ହେଲା ତାଙ୍କ ସାଙ୍ଗରେ ସମ୍ପର୍କ ଫୋନରେ? କୋଉଠି ଯାଇକି ଥିଲ? କୋଉଠି ଯାଇଥିଲ? 6-7 ମାସ ହେଲା। 6-7 ହେଲା। କେବେ ଘର ଛାଡିକି ଆସିଲ? ଘର ବର୍ତ୍ତମାନ ତମ ଘର ଛାଡିକି ତମ ପଳେଇ ଆସିଛ କେତେ ଦିନ ହେଲା? ତାଙ୍କ ସାଙ୍ଗରେ କେତେ ଦିନ ହେଲା ଆସିଲଣି? ଆରେ କେତେ ଦିନ ହେଲା ଘର ଛାଡିକି ତମେ ଜାଣିନ? 15 ଦିନ ଖଣ୍ଡେ, 20-15 ଦିନ। 15 ଦିନ କୋଉଠି ରହୁଥିଲ? କୋଉଠି ଥିଲ? ତମ ଶାଶୁର ଖୋଜୁନାହାନ୍ତି ତମକୁ? ନାଇଁ ଯୋଉ ଗଲ କୋଉଠି ଥିଲ? କୋଣାର୍କ। ତମ ଶାଶୁର ଖୋଜୁନାହାନ୍ତି ତମକୁ? ଖୋଜୁନାହାନ୍ତି? ପୁଅକୁ ରଖିଛନ୍ତି? ପୁଅଟା କେତେ ବର୍ଷ? 6 ବର୍ଷ। 6 ବର୍ଷ। କଣ କଥା ହେଇକି ଯାଇଥିଲ? ନା ସେ ତାଙ୍କ ସ୍ୱାମୀ ସ୍ତ୍ରୀ ଭିତରେ କଣ ନାଗାନୁଗି ହେଇଥିଲା ମୁଁ ଜାଣିନି। ଜାଣିନ ତମେ କେମିତି ଗଲ ତାଙ୍କ ସାଙ୍ଗରେ? ମୁଁ ତାଙ୍କୁ କହିଲି ଏ ଭୁଲ କାମ କରିବେନି। ସିଏ କହିଲେ ଯଦି ନ ଯିବୁ ମୁଁ ଏଇଠି ଆଜି ମରିବି। ଆମ ସମ୍पूर्ण ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ ଲାଇକ୍, ସେୟାର ଏଣ୍ଡ ସବସ୍କ୍ରାଇब କରିବାକୁ ଜମାରୁ ଭୁଲିବେ